ଆଜିର ଟପିକ୍ ହେଉଛି ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ। ଏମିତି 13 ଯୋଉ ୟା ପୂର୍ବ ଭିଡିଓ ଅଛି ଯୋଉମାନେ ନ ଦେଖିଛ ଦେଖି ନବ। ରାଇଟିଂସ୍ ଫ୍ରମ୍ ଦ ମାର୍ଜିନ୍ସର ସେଇଟା ପୁରା କ'ଣ କାହିଁକି ତା ମିନିଂ କ'ଣ ସବୁ ବୁଝେଇ ଦେଇଛି। ସେଇଟା ମୋଷ୍ଟ ଦେଖି ସାରିଲା ପରେ ଏସବୁ ଆସିକି ଦେଖ, ଦେନ୍ ତମେ ବହୁତ ଭଲସେ ବୁଝିପାରିବ। ତ ଚାଲନ୍ତୁ ଦେଖିବା ଆଜି ହେଉଛି ତାର ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ। ରାଇଟିଂସ୍ ଫ୍ରମ୍ ଦ ମାର୍ଜିନ୍ସର ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ ଯୋଉଟା ୟୁନିଟ୍ 1 ରେ ଅଛି। ଏଇ ଟପିକକୁ ମୁଁ ଆପଣମାନଙ୍କୁ ଗୋଟିଏ କାହାଣୀ ଭଳି ସରଳ ଭାଷାରେ ବୁଝେଇ ଦେବି, କାରଣ ହିଷ୍ଟୋରିକାଲ ମାନେ କିଛି ହିଷ୍ଟୋରିକାଲ ବେସ୍ଡ ଇଂଲିଶ ୱାର୍ଡସ୍ ଦେଇଛି ଯୋଉଟାର ତାର ମିନିଂ ବି ସେମିତି। ଏଣ୍ଡ ମୁଁ ତମକୁ ଚାହୁଁଛି ବହୁତ ଇଜିଲି ବୁଝେଇ ଦେବା ପାଇଁ, ସେଥିପାଇଁ ସରଳ ୱେରେ କହିଛି। ଏଇ କୋର୍ସରେ ସେଇ ଲୋକଙ୍କ ବିଷୟରେ ଅଟେ ଯୋଉମାନଙ୍କର ଭଏସ ବା ଆବାଜ ଆଉ ତାଙ୍କର ଯୋଉ କାହାଣୀ ସବୁ ଆମ ସମାଜର ମୁଖ୍ୟ ଧାରା ଯୋଉଟାକି ଇଂଲିଶର ମେନ୍ ଷ୍ଟ୍ରିମ୍ କୁହନ୍ତି, ସେଥିରୁ ବହୁତ ଦୂରରେ ତାକୁ ଲମ୍ବେଇ ଦିଆଯାଇ ଯୋଉ କୂଳ କିନାରା କୁହନ୍ତି ମାର୍ଜିନ୍ସରେ ସେମାନେ ରହିଯାଇଛନ୍ତି। ମାନେ ମୁଖ୍ୟତଃ ଅତି ସରଳରେ ଆହୁରି କହିବାକୁ ଗଲେ ମାନେ ସମୁଦ୍ରରୁ ବି ସମାଜ ଏଇଟା। ତ ତାର ଯୋଉ ମେନ୍ ପଏଣ୍ଟ ବା ମଝିକୁ କେବେ ବି ସେମାନେ ଯାଇପାରି ନାହାନ୍ତି। କୂଳ ବା ଯୋଉ ତା ଧାରରେ ସେଇ ସବୁଥିରେ ସେ ସାଇଡରେ ସେମାନେ ସବୁବେଳେ ପଡ଼ିକି ରହିଛନ୍ତି। ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ କ'ଣ ଦେଖିବା? ଭାବ, ତମେ ଇମାଜିନ କର କି ଆମ ସମାଜ ଏକ ବହୁତ ବଡ଼ ଗୋଲ ପରି, ବିଗ ସାର୍କଲ ଯେମିତି ସ୍କ୍ରିନ ଉପରେ ଅଛି ସେଟାକୁ ଦେଖ। ଏଇ ଗୋଲର ମଝିରେ ଯେ ସେଣ୍ଟରରେ ସେଇ ଲୋକମାନେ ଅଛନ୍ତି ଯୋଉମାନେ ଶକ୍ତିଶାଳୀ, ପାୱାରଫୁଲ, ଧନୀ, ରିଚ୍ ଅଟନ୍ତି ଆଉ ଯୋଉମାନଙ୍କ କଥା ସମସ୍ତେ ଅଧିକା ଶୁଣନ୍ତି ବି। କିନ୍ତୁ ଏଇ ଯୋଉ ଗୋଲର କିନାରା ବା କୂଳ ବା ଧାର ବା ଇଂଲିଶରେ ମାର୍ଜିନ୍ସ ଯୋଉଟା ବି କହିପାରିବ, ସେଥିରେ ଯୋଉ ବହୁତ ସାରା ଲୋକ ଅଛନ୍ତି ସେ ଯୋଉ ଧାରରେ, ଏସବୁ ସେଇ ଲୋକ ଯୋଉମାନଙ୍କର ଇତିହାସରେ ପଛକୁ ତାଙ୍କୁ ଠେଲି ଦିଆଯାଇଛି। ଆମ ହିଷ୍ଟ୍ରିରେ ସେମାନଙ୍କୁ ବହୁତ ପଛକୁ ଠେଲି ଦିଆଯାଇଛି। ତାଙ୍କୁ ଇଂଲିଶରେ କୁହନ୍ତି ପୁଶ୍ଡ ଏସାଇଡ୍। ଯୋଉମାନଙ୍କର ୱିକ୍ ଆଉ ଅନଟଚେବୁଲ ମାନେ କମଜୋର ଆଉ ଅଛୁତ ସେମାନଙ୍କୁ ମନାଯାଏ। ଏଇ ଯୋଉ ରାଇଟିଂସ୍ ଫ୍ରମ୍ ଦ ମାର୍ଜିନ୍ସ କିଛି ଏଇ କିନାରରେ ରହୁଥିବା ଲୋକ ମୁଖ୍ୟତଃ ଦୁଇଟି ଅଛନ୍ତି। ଗୋଟେ ହେଉଛି ଦଳିତ ଆଉ ଗୋଟେ ହେଉଛି ଆଦିବାସୀ। ଦଳିତକୁ ଇଂଲିଶରେ ଦଳିତସ୍ ବୋଲି କୁହାଯାଏ ଆଉ ଆଦିବାସୀଙ୍କୁ ଟ୍ରିବେଲ୍ସ ବୋଲି କୁହାଯାଏ। ସେମାନଙ୍କ ଇତିହାସ ଆଉ ତାଙ୍କ ନିଜ ଦ୍ୱାରା ଲେଖା ହେଇଥିବା ଲିଟରେଚର ମାନେ ସେମାନଙ୍କର ଲିଖିତ କଥାକୁ ବୁଝିବାରେ ଆମକୁ ଏଥିରେ ସାହାଯ୍ୟ ହେବ। ତ ଆମେ ଫାଷ୍ଟ ଦଳିତଙ୍କ ବିଷୟରେ ଜାଣିବା, ତାପରେ ଆମେ ଟ୍ରିବେଲ୍ସଙ୍କ ବିଷୟରେ ଜାଣିବା। ପ୍ରଥମେ ଦେଖିବା ଦଳିତଙ୍କ ଇତିହାସ, ହିଷ୍ଟ୍ରି ଅଫ ଦଳିତ, ତାଙ୍କ କାହାଣୀ ଜାଣିବା। ଯେତେବେଳେ ଜାତି ବ୍ୟବସ୍ଥାରେ ଇଂଲିଶ ହଉଛି ତ କାଷ୍ଟ ସିଷ୍ଟମ। ତ କାଷ୍ଟ ସିଷ୍ଟମରେ ଯେତେବେଳେ ଜନ୍ମ ବହୁତ 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 ବର୍ଷ ପୂର୍ବରୁ ପ୍ରଥମେ ହେଇଥିଲା, ସେତେବେଳେ ଭାରତରେ ଏକ ସମାଜର ଗୋଟେ ନିୟମ ଯୋଉଟା କି ସୋସିଆଲ ରୁଲ ହେଲା, ସେଇଟା ଗୋଟେ ବନାଗଲା। ମାନେ ଯେତେବେଳେ କାଷ୍ଟ ସିଷ୍ଟମ ହେଇଥିଲା ଷ୍ଟାର୍ଟ ହେଲା, ସେତେବେଳେ ଯୋଉ ସମାଜର ରୁଲ ବନାଗଲା ଯାହାକୁ ଜାତି ବ୍ୟବସ୍ଥା କାଷ୍ଟ ସିଷ୍ଟମ ବୋଲି କୁହାଯାଏ। ନିୟମ ଅନୁସାରେ କ'ଣ ହେଲା ନା ସେମାନେ ସିରିଏଲ କରିଦେଲେ। ଆଗରୁ କାଷ୍ଟ ସିଷ୍ଟମ ନଥିଲା ଯେତେବେଳେ, କିନ୍ତୁ ସେ କହୁଛି କି ଷ୍ଟାର୍ଟ ହେଇଥିଲା ଯେତେ ବର୍ଷ ବହୁତ ବର୍ଷ ପୂର୍ବରୁ ହେଇଥିଲା, ସେତେବେଳେ କାଷ୍ଟ ସିଷ୍ଟମ କ'ଣ ଗୋଟେ କରିଦେଲେ ନା କି ପ୍ରଥମେ ସବୁଠୁ ଉପରେ ହାଇଏଷ୍ଟ ସେଇ ଲୋକ ରହିବେ ଯୋଉମାନେ କି ନିଜକୁ ପିଓର ମାନନ୍ତି, ସବୁଠୁ ପବିତ୍ର ମାନନ୍ତି। ଏକ୍ସାମ୍ପଲ ତମମାନେ ବି ଜାଣିଥିବ ପଣ୍ଡିତ, ବ୍ରାହ୍ମଣ ଏଇମାନେ। ତ ମିଡିଲ ମାନେ ମଝିରେ କୋଉମାନେ ରହିଲେ, ଏଥିରେ ରହିଲେ କି ରାଜା, ମହାରାଜା ଆଉ ବ୍ୟାପାରୀ। ତ ସବୁଠୁ ତଳେ ଯୋଉ ଲୋଏଷ୍ଟରେ କୋଉମାନେ ରହିଲେ, ସେଇ ଲୋକ ଥିଲେ ଯୋଉମାନଙ୍କୁ ଶୂଦ୍ର କୁହାଯାଏ, ଯାହାଙ୍କର କାମ ହଉଛି ଲୋକମାନେ ଏମାନେ ଯୋଉ ଉପରେ ରହୁଛନ୍ତି ସେମାନଙ୍କର ସେବା କରିବା। ତାଙ୍କ ପରେ ବି ଜାତି ବ୍ୟବସ୍ଥା ଆଉ ଗୋଟେ କ'ଣ କଲା ନା, ତାଙ୍କ ଏତିକି ଯୋଉ ତିନୋଟି କଲା ହାଇଏଷ୍ଟ, ମିଡିଲ, ଲୋର, ତାଙ୍କ ପରେ ବି ସେ ଗୋଟେ ସମୂହ ବନେଇଲା ଯୋଉଟା କି ଏଇ ଯୋଉ ଗୋଲଟା ମୁଁ କହିଲି ସେଠାରୁ ପୁରା ବାହାରେ, ସେମାନଙ୍କୁ ପୁରା ବାହାରେ ହିଁ କରାଗଲା। ଏମାନଙ୍କୁ କୁହାଗଲା ଅଚ୍ୟୁତ ମାନେ ଅନଟଚେବୁଲ ଲୋକ। ଏମାନେ ଯୋଉ ଶୂଦ୍ର କହିଲି ସବୁଠୁ ଲୋଏଷ୍ଟ କହିଲି, ସେମାନେ ତାଙ୍କଠୁ ବି ନିଚ, ମାନେ ଆମ କାଷ୍ଟ ବେସିସରେ ଯେତିକି ଅଛନ୍ତି ତାଙ୍କ ତଳେ ବି ସେମାନେ ଆଉ ଜଣଙ୍କୁ ରଖିଲେ। ଏକ୍ସାମ୍ପଲରେ ମୁଁ ତମକୁ ବୁଝଉଛି। ଯଦି ମୁଁ ତମେ ନିଜ ଗୋଟେ କର କି ତମେ ଗୋଟେ ହଉଛ ଅଚ୍ୟୁତ ଲୋକ ହେଲା, ମୁଁ ତମ ବିଷୟରେ ଏଠି କହିବି। ଯଦି ଆପଣ ଗାଁର ବାହାରେ ରହୁଥିବେ,
ହେଲା ତମେ ଅଛୁ ତ ତମେ ଇମାଜିନ୍ କର ତମେ ଗାଁ ବାହାରେ ରହୁଛ ତ ଆପଣଙ୍କ କାମ ହଉଛି ସଫାଇ ବା କ୍ଲିନିଂ କରିବା ସେତେବେଳେ ସମୟରେ ତମକୁ ଏଇସବୁ କାମ ଦିଆଯିବ ମରିଥିବା ପଶୁଙ୍କର ଶବ ହଟେଇବା ନହେଲେ ଯୋଉ ଚମଡ଼ାର କାମ କରିବା ଆପଣଙ୍କୁ ଗାଁର ଯୋଉ କୂଅ ବା ୱେଲ୍ କୁହନ୍ତି ଇଂଲିଶରେ ସେଥିରୁ ପାଣି ନେବା ପାଇଁ କି ମନ୍ଦିରକୁ ଯିବା ପାଇଁ କିମ୍ବା ଉଚ୍ଚ ଜାତିର ଲୋକଙ୍କ ସହ ବସିବା ପାଇଁ ବି ମଧ୍ୟ ପରମିଶନ ନଥିଲା ଆପଣଙ୍କୁ ଅଲଗା ଆଇସୋଲେସନ ଟାଇପରେ ରଖାଯାଉଥିଲା ତ ଭାବ କେତେ କଷ୍ଟ ତାଙ୍କୁ ହଉଥିବ ଦଳିତ ଶବ୍ଦର ମାନେ କଣ ମନକୁ ଆସୁଥିବ ଦଳିତ ଶବ୍ଦର ମାନେ ହେଉଛି ଦବା ହେଇଥିବା ଗୋଟେ ଅପ୍ରେସ୍ଡ ନହେଲେ ଭାଙ୍ଗି ପଡ଼ିଥିବା ବ୍ରୋକେନ୍ ଏଇ ନାମ ସେମାନେ ନିଜେ ନିଜ ପାଇଁ ହିଁ ରଖିଥିଲେ ଯାହାଫଳରେ କି ସେମାନଙ୍କର ନିଜର ପୁରୁଣା ଦୁଃଖ ଆଉ ଅପମାନକୁ ସେ ଦୁନିଆକୁ ଜଣେଇ ପାରିବେ ବିକଜ ଏଇ ସବୁ ଯୋଉ କଷ୍ଟ ସେମାନେ ହିଷ୍ଟ୍ରି ମାନେ ବେକରେ ପାଷ୍ଟରେ ସେ ପାଇଥିଲେ କିନ୍ତୁ ଏବେ କଣ ହେଲାଣି ଏବେ ସବୁ ଉଠିଗଲାଣି ବଟ୍ ସେମାନେ ଆମମାନଙ୍କ ସହ ମିଶିକି ତାଙ୍କ କଷ୍ଟଟା କହିଲେ ଆମେ ସେଟାକୁ ରିଏଲାଇଜ୍ କରିପାରିବାନି ସେଥିପାଇଁ ସେମାନେ ନିଜର ସ୍ୱତନ୍ତ୍ର ଗୋଟେ ବନେଇଲେ ସେମାନଙ୍କୁ ଦଳିତ ନାମ ଦେଲେ କି ଆମେ ହଉଛୁ ଦଳିତ ତ ଆଉ ଆମ ସହିତ ଯୋଉ ଯୋଉ କଷ୍ଟ ହେଇଛି ମୁଁ ସେଇଟା ସମାଜକୁ ଜଣେଇବା ପାଇଁ ସେମାନେ ଚାହୁଁଛନ୍ତି ତ ଆଧୁନିକ ସମୟରେ ତାଙ୍କର ଯୋଉ ଡକ୍ଟର B.R. ଆମ୍ବେଦକର ଥିଲେ ତାଙ୍କ ଭଳି ବହୁତ ଭଲ ଭଲ ନେତା ଏଇ ଲୋକମାନଙ୍କୁ ଅଧିକାର ପାଇଁ ତାଙ୍କ ରାଇଟ୍ସ ପାଇଁ ଲଢ଼େଇ କଲେ ଆଉ ଯୋଉ ସମ୍ବିଧାନ ଯୋଉ କନଷ୍ଟିଟ୍ୟୁସନରେ ସେମାନଙ୍କୁ ଇକ୍ୱାଲିଟି ପାଇବାରେ ସାହାଯ୍ୟ କରିଥିଲେ ମାନେ ସମାନତା ପାଇବାରେ ସାହାଯ୍ୟ କଲେ ଦଳିତଙ୍କ ଲିଟରେଚର ତାଙ୍କର ଯୋଉ ଷ୍ଟ୍ରଗଲ ସରୋଜ ଆଉ ଆଇଡେଣ୍ଟିଟି ମାନେ ଦଳିତଙ୍କର ଯୋଉ ସାହିତ୍ୟ ଅଛି ଲିଟରେଚର ମାନେ ସାହିତ୍ୟ ଅଛି ତାଙ୍କର ସଂଘର୍ଷ ତାଙ୍କ ଦୁଃଖ ଆଉ ତାଙ୍କ ନିଜ ପରିଚୟକୁ ପାଇବାର କାହାଣୀକୁ ଜଣାଉଛି ତ ତାଙ୍କର ଯୋଉ ସାହିତ୍ୟ ପଢିଲେ ଆମେ ଏସବୁ ଜାଣିପାରିବା ତ ଇଏ ଗଲା ଆମର ଦଳିତଙ୍କର ହିଷ୍ଟ୍ରି ଏବେ ଆମେ ଦେଖିବା ଆଦିବାସୀଙ୍କ ହିଷ୍ଟ୍ରି ମାନେ ଟ୍ରିବେଲ୍ସଙ୍କର ହିଷ୍ଟ୍ରି ଏମାନେ ହେଲେ ଜଙ୍ଗଲର ପିଲା ଯୋଉ ହିଷ୍ଟ୍ରି ଅଫ ଟ୍ରିବେଲ୍ସ ଆଣ୍ଡ ଆଦିବାସୀ ଆମେ ପଢିବା ତାଙ୍କ ବିଷୟରେ ମୁଁ କହୁଛି ଏମାନେ ହଉଛନ୍ତି ଜଙ୍ଗଲର ପିଲା ଚିଲଡ୍ରେନ୍ସ ଅଫ ଦ ଫରେଷ୍ଟ ଆଦିବାସୀର ମାନେ ହେଲା ଅରିଜିନାଲ ଇନହେବିଟାନ୍ସ ମାନେ ହଉଛି ମୂଳ ବାସିନ୍ଦା ତମର ଥାଏନି ଏଇ ଜମିଟା ହଉଛି ମୋର ପୂର୍ବ ପୁରୁଷଙ୍କର ଜମି ମାନେ ମୋର ଏଇଟା ହଉଛି ନିଜର ହେଲା କାହିଁକି ନା ମୁଁ ମୋ ପୂର୍ବ ପୁରୁଷ ପାଖରୁ ଏଇଠି ପୁରା ଚଳି ଆସିଛୁ ସେମିତି ସେ ଜଙ୍ଗଲ ହଉଛି ମୂଳର ବାସିନ୍ଦା ଇଏ ସେଇ ଲୋକ ଅଟନ୍ତି ଯିଏ ଭାରତରେ ସବୁଠୁ ପ୍ରଥମେ ରହି ଆସୁଅଛନ୍ତି ସେମାନେ ପ୍ରାୟତଃ ଫରେଷ୍ଟରେ ଆଉ ପାହାଡରେ ରୁହନ୍ତି ମାନେ ଜଙ୍ଗଲ ଆଉ ପାହାଡରେ ସେମାନେ ବିଶେଷତଃ ରୁହନ୍ତି ସେମାନଙ୍କ ଲାଇଫଷ୍ଟାଇଲ ବିଷୟରେ ଜାଣିବା ଜୀବନ ଶୈଳୀ ସେମାନଙ୍କ ଜୀବନ ପ୍ରକୃତି ବା ନେଚର ସହ ସବୁବେଳେ ଯୋଡା ହୋଇ ରହିଥାଏ ପ୍ରକୃତିକୁ ସେମାନେ ମା ବି ମାନନ୍ତି ଆଉ ତାର ପୂଜା ବି ମଧ୍ୟ କରନ୍ତି ତାଙ୍କର ଯୋଉ ନଲେଜ ତାଙ୍କ ଜ୍ଞାନ ଆଉ ତାଙ୍କର କାହାଣୀ ସବୁ ଓରାଲ ହୋଇଥାଏ ମାନେ ମୌଖିକ ବା ସୀମିତ ହୋଇଥାଏ ମାନେ ଗୋଟେ ପିଢିର କାହାଣୀ ଦ୍ୱିତୀୟ ପିଢି ପାଖକୁ କହିକି ସିମ୍ପଲ ଭାବରେ ପହଞ୍ଚିଥାଏ ଦେଖ ଆମ ରାଜା ମହାରାଜା କି ପୂର୍ବପୁରୁଷ କଣ କରିଥିଲେ ଆମର କିଛି ଲିପିବଦ୍ଧ ହୋଇକି ଲେଖା ହେଇଛି କିନ୍ତୁ ସେମାନଙ୍କର ସେମିତି କିଛି ନାହିଁ ଆମ ପୂର୍ବ ପିଢି କଣ କରିଥିଲେ ସେମାନେ ତା ନେକ୍ସଟ ଜେନେରେସନକୁ ଯାହା କହିଥିବେ ସେ ଅନୁସାରେ ସେମାନେ ମୁହଁରେ ବାସ୍ ବେସିକ କହିଦିଅନ୍ତି ଏତେ ବି ତାଙ୍କର ହିଷ୍ଟ୍ରି ବହୁତ ଭଲ ହିଷ୍ଟ୍ରି ନାହିଁ କି ସେମାନେ ଲେଖିକି ବହୁତ ବଡ ଆକାର ରଖିବେ ସେମାନେ ସେମିତି କିଛି କରନ୍ତିନି ତାପରେ ଦେଖିବା ସମସ୍ୟା କୋଉଠୁ ଆସିଲା ଯେବେ ବ୍ରିଟିଶର୍ସ ଆସିଲେ ଇଂରେଜ ମାନେ ଆସିଲେ ନହେଲେ ଯେବେ ଆମ ଦେଶର ବିକାଶ ହେଲା ଡେଭଲପମେଣ୍ଟ ହେଲା ତ ସେତେବେଳେ ଆଦିବାସୀଙ୍କ ଆଗରେ ବହୁତ ବଡ ବଡ ସମସ୍ୟା ଆସିଲା ପ୍ରଥମେ ସମସ୍ୟା ଥିଲା ଜଙ୍ଗଲ ଛଡେଇ ନେବା ଲସ୍ ଅଫ ଫରେଷ୍ଟ ସରକାର ଜଙ୍ଗଲକୁ ସରକାରଙ୍କର ବୋଲି ମାନିନେଲେ ଏବେ ଯାହା ଦେଖୁଛ ତମେ ସବୁ ଦେଖିଥିବ ସେ କହିବେ ଏଇଟା ଗଭର୍ଣ୍ଣମେଣ୍ଟ ପ୍ରପର୍ଟି ଆଉ ଆଦିବାସୀଙ୍କୁ ତାଙ୍କ ଘରୁ କାଢି ଦିଆଗଲା ବା ବେଦଖଲ କରିଦିଆଗଲା ତ ସେଥିପାଇଁ ସେ ବି ଶୋଷଣ ହେଲେ ତାପରେ ଦେଖିବା ସେ ଶୋଷଣ ଯୋଉଟାକୁ ଇଂଲିଶରେ କୁହନ୍ତି ଏକ୍ସପ୍ଲୋଟେସନ୍ସ କେମିତି ହେଲେ ଯେତେବେଳେ ବାହାରର ଲୋକ ଯେମିତିକି ସାହୁକାର ବା ଠେକେଦାର ଦେଖ ସେମାନେ ଜଙ୍ଗଲ ପାହାଡରେ ରହିବା ଲୋକ ସେମାନେ ଯେତେବେଳେ ତଳକୁ ଖସି ଆସିଲେ ଆମ ଏରିଆରେ ଯୋଉ ରହିଲେ ଅଚ୍ୟୁତ ହୁଅନ୍ତୁ କି ଯାହା ହୁଅନ୍ତୁ ଦଳିତ ମାନେ କେମିତି ରହୁଥିଲେ ଆମ ମାନଙ୍କ ସହ ରହୁଥିଲେ ବଟ୍ ଏମାନେ ବହୁତ ଡିଫରେଣ୍ଟ ରହୁଥିଲେ ସେମାନେ ଏସବୁକୁ ଜାଣିନାହାନ୍ତି କିନ୍ତୁ ଯେତେବେଳେ ସେ ତଳକୁ ଖସି ଆସିଲେ ଆମ ସହ ଧୀରେ ଧୀରେ ରହିବା ପାଇଁ ଲାଗିଲେ ସେତେବେଳେ ଆମ ସହିତ ଯୋଉ ରହୁଛନ୍ତି ସାହୁକାର ଥିଲେ ବଡ ବଡ ସେଇ ଟାଇମରେ ଠେକେଦାର ଥିଲେ ସେମାନେ ୟାଙ୍କର ସିଧାପଣର ଫାଇଦା ଉଠେଇଲେ
ତାଙ୍କର ଗୁଲାମୀ କରି ରଖିଲେ। ଗୁଲାମୀ କି ଇଂଲିଶରେ କୁହନ୍ତି ସ୍ଲେଭ୍ସ। ସବୁ ଗୋଟେ ଗୋଟେ ଇଂଲିଶ ୱାର୍ଡ କହୁଛି, ଲେଖିକି ରଖ। ଇଂଲିଶ ମୁଁ ବାର କହୁଛି, ଏଇଟା ଇଂଲିଶ ଅନର୍ସ ମାନେ ଆମେ ବୁଝୁଛେ ସତ ଓଡ଼ିଆରେ, କିନ୍ତୁ ଆମକୁ ଇଂଲିଶରେ ଲେଖିବାର ଅଛି। ତ ତାଙ୍କୁ ସ୍ଲେଭ୍ସ ବନେଇ ଦିଆଯାଉଥିଲା। ଆଉ ଆଦିବାସୀଙ୍କ ସାହିତ୍ୟ ଯୋଉ ଅଛି, ଟ୍ରିବେଲ୍ସ ଲିଟରେଚର, ଏଇ ଯୋଉ ସମସ୍ୟା ସବୁ, ଜଙ୍ଗଲ ପାଇଁ ତାଙ୍କର ଯୋଉ ଭଲ ପାଇବା ଆଉ ନିଜ ସଂସ୍କୃତି, ନିଜ କଲଚରକୁ ବଞ୍ଚେଇବା ପାଇଁ କୁହାଯାଇଥିବା ଏକ ଗୋଟେ ବିଦ୍ରୋହର କାହାଣୀ ଅଟେ, ଗୋଟେ ରିଭୋଲେଟ୍ସର କାହାଣୀ ଅଟେ। ଏମାନେ ତାଙ୍କୁ ଆଣିକି ସ୍ଲେଭ୍ସ ବନଉଥିଲେ, ତାଙ୍କୁ ଗୁଲାମ ବନଉଥିଲେ, ଆଉ ତା ସହିତ କଣ କରୁଥିଲେ, ସେମାନଙ୍କ ଜମି ବି ହଡପି ନଉଥିଲେ, ତାଙ୍କ ନିଜ ନାଁରେ ସେମାନେ କରେଇ ନଉଥିଲେ। ଇଏ ତାଙ୍କ ଦୁନିଆରେ ବୁଝିବାର ଏକ ନୂଆ ଉପାୟ ଅଟେ। ଯୋଉ ମୁଖ୍ୟ ଧାରାର ଲୋକମାନେ ଅଛନ୍ତି ଦଳିତ, ତାଙ୍କଠୁ ଏମାନେ ବହୁତ ଅଲଗା। ବୁଝିପାରୁଥିବ, ମୁଁ ପୁଣି ଥରେ କହିଲି, ସେମାନେ ଦଳିତ ଥିଲେ, ଆମ ସହ ଥିଲେ, କିନ୍ତୁ ଅଚ୍ୟୁତ ହିସାବରେ ଥିଲେ, କିନ୍ତୁ ଏମାନଙ୍କ ଦୁନିଆ ଜଙ୍ଗଲରେ ଥିଲା। ଏମାନେ ଆମ ଲୋକମାନେ ସାଧାରଣ ଜୀବନକୁ ଏମାନେ ଆସିଲେ, ସେଇଟା ତାଙ୍କର ବହୁତ ବଡ କଥା। ତ ଏମାନେ ଅଧିକ ଆହୁରି ବହୁତ କଷ୍ଟ ସହିଲେ। ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ, ମେନ୍ ଅବଜେକ୍ଟିଭ, ଏଇଟାର ହଉଛି ପଢିବାର ମାନେ ହଉଛି, ଏଇ କୋର୍ସଟା MEG-13 ଆମକୁ ଶିଖାଏ କି ଭାରତ କେବଳ ଉଚ୍ଚ ଜାତି ବା ସହରରେ ରହୁଥିବା ଲୋକମାନଙ୍କର ନୁହେଁ, ବଲ୍କି ଏଇ ଯୋଉ କିନାରରେ ରହୁଥିବା ଲୋକଙ୍କର ବି ଅଟେ। ତାଙ୍କର କାହାଣୀ ସବୁ ବି ସେତିକି ଜରୁରୀ ଯେତିକି ଅନ୍ୟମାନଙ୍କର ଜରୁରୀ। ବିକଜ ସେମାନେ ଆମକୁ ଦେଶର ପୁରା ଇତିହାସ, କମ୍ପ୍ଲିଟଲି ହିଷ୍ଟ୍ରିକୁ ବୁଝେଇବାରେ ହେଲ୍ପ କରିଥାନ୍ତି। ଆମେ ଜାଣିଛନ୍ତି ବଡ଼ ଲୋକ କଣ କଲେ, ରାଜା କଣ କଲେ, ଇଏ କଣ କଲେ, ସିଏ କଣ କଲେ, ବଟ୍ ଆମେ ଏଟା ବି ଆମ ହିଷ୍ଟ୍ରି ନା। ଏମାନେ ଅଚ୍ୟୁତ ହୁଅନ୍ତୁ କି ଆଦିବାସୀ ହୁଅନ୍ତୁ କି ଯାହା ବି ହୁଅନ୍ତୁ, ଏମାନେ ତ ଆମରି ଇଣ୍ଡିଆରେ ହିଁ ରହୁଛନ୍ତି ନା। ତ ସେମାନଙ୍କ କଥା ଆମେ ନ ଜାଣିକି ଏଇଟା ଆମେ ଫୁଲ୍ ହିଷ୍ଟ୍ରି କେମିତି କହିପାରିବା? ତ ଏମାନଙ୍କ କାହାଣୀ ଶୁଣିଲେ ହିଁ ଆମେ କମ୍ପ୍ଲିଟ ହିଷ୍ଟ୍ରି ହିଁ ବୁଝିପାରିବା। ତ ଏଇ କୋର୍ସ ଏକ ଗୋଟେ ଆଇନା ପରି, ମିରର ପରି, ଯୋଉଟା କି ସମାଜର ହଉଥିବା ଅନ୍ୟାୟ, ଇନଜଷ୍ଟିସ ଆଉ ଏଇ ଲୋକଙ୍କର ସାହିତ୍ୟ ଭରା ଜୀବନକୁ ଆମକୁ ଦେଖଉଛି। ତ ଏଇଟା ଥିଲା ହିଷ୍ଟୋରିକାଲ ବ୍ୟାକଗ୍ରାଉଣ୍ଡ। ନେକ୍ସଟ ଆମେ ଦେଖିବା ୟୁନିଟ ଅନୁସାରେ, ଏଟାରେ ବି ଆମେ ପଢିଲେ ଦଳିତଙ୍କର ଆଉ ଟ୍ରିବେଲ୍ସଙ୍କର, କିନ୍ତୁ ଆହୁରି ବହୁତ କ୍ଲାରିଟିର ସହିତ ୟୁନିଟ 2 ଅଛି, ଯୋଉମାନେ ଜାଣିଛ ସିଲାବସ ଜାଣିଥିବ, ତ ତାକୁ ବି ମୁଁ ନେଇ ଆସିବି। ପ୍ରାୟତଃ ସମସ୍ତେ ଏଠି ନ ପଢେଇକି, MEG-13-14 ନ ପଢେଇକି ଡାଇରେକ୍ଟ ଯୋଉ ଗୁଡାକ ସମସ୍ତେ ପଢଉଛନ୍ତି ସେଗୁଡା ପଢଉଛନ୍ତି ଭ୍ୟୁଜ ପାଇଁ। ବଟ୍ ଏସବୁ କିଛି ପିଲା ନଉଛନ୍ତି ଯୋଉଥିରେ ବହୁତ ହଇରାଣ ହଉଛନ୍ତି। ମୁଁ ସେଇ ପିଲାମାନଙ୍କୁ ପ୍ରମିସ କରୁଛି, ଏଭ୍ରି ୱିକରେ ଗୋଟେ ମଣ୍ଡେରେ ଇଭିନିଂ 7:30ରେ ଏମିତି ସବୁ ଭିଡିଓ ଆସିବ। ଆଉ ତମେ ମାନେ ବି ଯେକୌଣସି ଟପିକ ନେଇକି ଇଜିଲି ତମେ କ୍ଲିୟର କରିକି ତୁମ ପଢା କରିପାରିବ। ତ ଥ୍ୟାଙ୍କ ୟୁ, ଏଣ୍ଡ କିଛି ପ୍ରୋବ୍ଲେମ ହେଲେ ନିଶ୍ଚୟ କମେଣ୍ଟ କରନ୍ତୁ।